ସବୁ ଦେଖି କହିବ। ମୁଁ ପଚାରେ ଆଗେ କହି ଦଉଛି। ଏଇଟା ହେଲା କଣ? ଠେକୁଆ। ଠେକୁଆଟା ଏଇଟା ହେଲା କଣ? କେମିତି ଲାଗୁଛି? ନରମ ଲାଗୁଛି। ହେଲେ ଏଇଟା କଣ କହିଲା ପିଲା? ବଲ୍। ବଲ୍ ଯୋଉ ଏଇଟା କେମିତି ଲାଗୁଛି? କେମିତି ଲାଗିଲା? ଟାଣ ଲାଗିଲା। ଏଇଟା କଣ କହିଲା ପିଲା? ସିଲଟ। ସିଲଟ ହେଲା କଣ? ଏଇଟା ପ୍ଲେଟ୍ ଲାଗୁଛି। କିନ୍ତୁ ଏଇଟା କଣ? ଗୋଟେ ପେପର ଅଛି ହେଲା, ଗ୍ଲିଟର ପେପର ହେଲା। ଏଇଟା କେମିତି ଲାଗୁଛି? ଦେଖିଲ? ଖଦଡିଆ ଲାଗୁଛି ହେଲା। ଆମେ ଏଠୁ କଣ ଜାଣିଲୁ? କିଛି ଜିନିଷ କଣ ନରମ ଅଛି, କିଛି ଜିନିଷ ଟାଣ, କିଛି ପ୍ଲେନ୍ ଅଛି, କିଛି ଖଦଡ ମଧ୍ୟ ଅଛି। ମୁଁ ତମକୁ ଏବେ ପଚାରିବି, କହିଲ ତୁଳା କେମିତି ଲାଗେ? ନରମ ଲାଗେ। ଚେୟାରଟା ତମ ହାତରେ ଧରିଲେ କେମିତି ଲାଗେ? ଚେୟାରକୁ ତମେ ଛୁଇଁବ କେମିତି ଲାଗିବ? ନରମ ଲାଗିବ ନା ଟାଣ ଲାଗିବ? ଟାଣ ଲାଗିବ। ଭେରି ଗୁଡ୍। ତାହେଲେ ଆମେ ଏଇ ଯୋଉ ପକ୍କା ଉପରେ ବସିଛୁ, ସେ ପକ୍କାରେ ତମେ ହାତ ମାରିଲେ କେମିତି ଲାଗୁଛି? ପ୍ଲେନ୍ ଲାଗୁଛି ନା ଖଦଡ ଲାଗୁଛି? ପ୍ଲେନ୍ ଲାଗୁଛି। ତାହେଲେ ଏଇ ଯୋଉ ଗ୍ଲିଟର ପେପର ଅଛି, ୟାକୁ ହାତ ମାରି କହିଲ କେମିତି ଲାଗୁଛି? ଖଦଡ ଲାଗୁଛି ହେଲା। ଆମେ ଯୋଉ ରାସ୍ତାରେ ଯୋଉ ଅଛି, ରାସ୍ତା ଯୋଉ ଅଛି ପିଚୁ ରାସ୍ତା କେମିତି ଲାଗେ? ମାନେ ଖଦଡ ଅଛି ନା ପ୍ଲେନ୍ ଅଛି? ଖଦଡ। କହିଲା ପିଲା ଗୋଟେ ନରମର ଗୋଟେ କହିଲା ବସ୍ତ୍ର ନା ନରମ ଲାଗୁଥିବ ଯୋଉଟା? ଠେକୁଆ। ଠେକୁଆ ଗୋଟେ ନରମ ପ୍ରାଣୀ। ଗୋଟେ ଟାଣ ଜିନିଷର କହିଲା କେମିତି? ଆଉ କିଛି କୁହ? ବ୍ୟାଟ୍। ଭେରି ଗୁଡ୍। ବ୍ୟାଟ୍ ବି ଗୋଟେ ଟାଣ ଜିନିଷ। ଗୋଟେ ପ୍ଲେନ୍ ଜିନିଷ। ହଁ, ଗୋଟେ ପ୍ଲେନ୍ ଜିନିଷର ନାଁ କହିଲ? ପ୍ଲେଟ୍କୁ ଛାଡି ଆଉ କିଛି କୁହ? ପ୍ଲେନ୍ ଲାଗୁଥିବ। ହଁ, ଭେରି ଗୁଡ୍। ଆଉ ଏମିତି ଖଦଡ ଲାଗୁଥିବା ଗୋଟେ ବସ୍ତ୍ର ନା କୁହ? କିଛି ଜିନିଷର ନା କୁହ? କୋଉ ରାସ୍ତା? ପିଚୁ ରାସ୍ତା ହବ, ଆଉ ପକ୍କା ରାସ୍ତା ବି ମଧ୍ୟ ହବ ହେଲା। ଆମେ ଏଠୁ କଣ ଜାଣିଲୁ ସବୁ? କୋଉ ଜିନିଷ ନରମ ଲାଗୁଛି, କୋଉ ଜିନିଷ ଟାଣ ଲାଗୁଛି, କୋଉ ଜିନିଷ ପ୍ଲେନ୍ ଲାଗୁଛି, କୋଉ ଜିନିଷ ଖଦଡ ଲାଗୁଛି। ଆମେ ଏଠୁ ସବୁ ଜାଣିଗଲୁ। ଏଥର ତମକୁ ଯୋଉ ଜିନିଷ ପଚରା ହବ ତମେ କହିପାରିବ। କହିଲା ସେଠି ଯୋଉ ଟିଭି ଅଛି, ଟିଭିଟା ପ୍ଲେନ୍ ନା ଖଦଡ ନା ନରମ ନା ଟାଣ? ଟାଣ। ତା ସହିତ ପ୍ଲେନ୍ ନା ଖଦଡ? ପ୍ଲେନ୍। ଭେରି ଗୁଡ୍।